ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଏକ ବଡ଼ ଧରଣର ବୀମା ଜାଲିଆତି ମାମଲାର ପର୍ଦ୍ଦାଫାଶ କରିଛି ସଦର ପୋଲିସ। ଏହି ଘଟଣାରେ ଜଣେ ବ୍ୟବସାୟୀ ନିଜେ ନିଜ ଦୋକାନରୁ ଲୁଟ୍ ହୋଇଥିବା ନେଇ ମିଛ ଅଭିଯୋଗ କରି ବୀମା କମ୍ପାନୀରୁ ଟଙ୍କା ହଡପ କରିବାକୁ ଯୋଜନା କରିଥିଲେ। ସୂଚନା ଅନୁଯାୟୀ ଅଭିଯୁକ୍ତ ବ୍ୟବସାୟୀ ପ୍ରିୟା ଇଲେକ୍ଟ୍ରିକାଲ୍ସ ନାମରେ ଏକ ନୂଆ ଫାର୍ମ ଖୋଲି ସେଥିରେ ପ୍ରାୟ 26 ଲକ୍ଷ ଟଙ୍କାର ସାମଗ୍ରୀ ଥିବା ଦର୍ଶାଇ ମିଛ ବିଲ୍ ପ୍ରସ୍ତୁତ କରିଥିଲେ। ବୀମା କରିବାର କିଛି ଦିନ ପରେ ସେ ନିଜେ ଦୋକାନର ସଟର ଓ ତାଲା ଭାଙ୍ଗିବା ସହ ସିସିଟିଭି କ୍ୟାମେରାକୁ ମଧ୍ୟ ନଷ୍ଟ କରିଦେଇଥିଲେ, ଯାହାଦ୍ୱାରା ଏହା ଏକ ପ୍ରକୃତ ଚୋରି ଭଳି ମନେହେବ। ତେବେ ସଦର ଥାନା ଆଇଆଇସି ତଥା ଆଇପିଏସ୍ କୋମଲ ଗର୍ଗଙ୍କ ନେତୃତ୍ୱରେ ପୋଲିସ ଯେତେବେଳେ ଘଟଣାର ତଦନ୍ତ ଆରମ୍ଭ କଲା, ସେତେବେଳେ ସେମାନଙ୍କୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିଲା। ପୋଲିସର କଡ଼ାକଡ଼ି ତଦନ୍ତ ଆଗରେ ଅଭିଯୁକ୍ତ ବ୍ୟବସାୟୀ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ କେବଳ ଇନ୍ସୁରାନ୍ସ ଟଙ୍କା ପାଇବା ପାଇଁ ସେ ଏହି ସମ୍ପୂର୍ଣ୍ଣ ମିଥ୍ୟା ଯୋଜନା ପ୍ରସ୍ତୁତ କରିଥିଲେ। ପୂର୍ବରୁ ମଧ୍ୟ 2023-24 ମସିହାରେ ସେ ଏଭଳି କିଛି କାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି। ଏସ୍ପି ମୁକେଶ କୁମାର ଭାମୁ ଏଭଳି ଠକେଇ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ତାଙ୍କୁ ସହଯୋଗ କରିଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯାଇଛି।